गोटिए बणरे सिंह, काऊ, एवं बिलुआ सांग होई रहुथिले। तीन जनक भितरे थिला बहुत भल बंधुता। जणे अन्य जनक क्षणे न देखिले रही पारु नथिले। सिंह शिकार करि आणे, बिलुआ आउ काऊ ताको आराम रे खांती। से दुहीं को किछि काम करिबाकू पड़ी न थाए। केवल सिंहर चाटुकारिता करुथांती दिन सारा। अरे भाई माने कुआडे गल? आस, अरे आस देख, बढ़िया जिनिसटे आनिछि। मैत्रे कौन आनिछ बा? मैत्र आसिलनी की? एई नियो खाओ, पेट पुरेई खाओ। तमे थिबा जाए हमर चिंता कौन म? आमे दिन राति खाली मौज करिबु। हाँ, पशु पक्षींकर आउ चिंता कौन जे? पेट को गंडाए दाना मिलिले कथा सरिला। जे पर्यंत महाराज अछंती आमे काहे कौन चिंता करिबु? हेले काली सकाळे जति महाराज म हाथ छाड़ी देबे कौन करिबा कहिलो? अरे बाबा, आजी कथा आजी चिंता कर। वर्तमान बंचिबा शिख, भविष्यत कथा चिंता करनी। हेले गोटे कथा मने रख, जे पर्यंत मु अछि से पर्यंत तमर कौनसी क्षति हब नाही। सिंहराजा प्रत्येक दिन शिकार करने बण भीतर को जाती। तांकर दिने हाथी शिकार करने को इच्छा है। जोग को हाथीटे भी मिलगला। हेले हाथी को शिकार करिबा बेले सिंहराज आहत हेले। तांकर गोटिए बहुत बड़ खंडिया हैला, जोटा जमा सुखिलानी। मैत्र, तमे माने देखि पारुछ ना, ए घाटा केमिति दिन को दिन बढ़िबारे लागिछि। मते लागुछि ए घा आउ सुखिबनी। हेले मु गोटे कथा सुनिछि, एमिति खंडिया पई जदि ओटो मांस खाई परिबे ताहले घाटा जल्दी भलो होई जिवो। हेले एइटा तो बण, ओटो एठी कोठी मिलिबो? ता छड़ा ए घाटा हबा परे मोर भी आउ शिकार पई बळ पाउनी। व्यस्त हुअंतुनी महाराज, मो काली आपन को ओटो मिलिबो कि नै कहूची। कोठो मिलिबो जे? मोर काहे कि असंभव मने हेउची। काऊ ओटो सांगरे पूरा मिसी जाए। आउ ताकू सत मिछ कही ता सांगरे बंधुता स्थापन करे। जानिछ, ए बणर राजा हेउचंती सिंह महाराज। मु आउ बिलुआ होउछु तांकर खास सांग। आज तमे मोर सांग होई गला, तेनु सेमेने भी तमरो सांग होई जिवे। हेले सिंह को देखिले तो मते भारी डर मारे। से तो देखिबा मात्रे मते खाई देबे। तमे जो कथा कहउछ ना, सेमिति हेइथिले महाराज तो हम दे जणो को भी मारी खाई देई थांते। सुन, महाराज को पाखरे रहिले तमको बणर अन्य पशु माने आखि उठाई चाहिबा को साहस भी करिबेनी, बुझला? सत्य कथा तो मु एक कथा आगुरु केबे चिंता करि नथिली। ओटो को धरी काऊ जाई पहुंचिला सिंह महाराजंको पाख। ओटो को देखिबा परे
ସିଂହ ମହାରାଜାଙ୍କର ହୋସ୍ ବସିଲା। ସିଂହ, ବିଲୁଆ ଓ କାଉ ସମସ୍ତେ ଓଟ ସାଙ୍ଗରେ ଖାଲି ଉପରେ ଉପରେ ମିଶୁଥାନ୍ତି, କିନ୍ତୁ ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା ଓଟ ଶିକାର କରିବା। ଯେହେତୁ ସିଂହ ରାଜାଙ୍କର ଦେହ ଦୁର୍ବଳ ହୋଇଯାଇଥିଲା, ସେ ଶିକାର କରିପାରୁନଥିଲେ। ଥରେ ବଣରେ ଅକାଳ ପଡ଼ିଲା। ବର୍ଷା ହେଲାନି। ସବୁ ପଶୁପକ୍ଷୀ ବଣ ଛାଡ଼ି ଚାଲିଗଲେ। ସିଂହରାଜଙ୍କୁ ଆଉ କିଛି ଖାଦ୍ୟ ମିଳିଲାନି। ତାପରେ ସିଂହ, କାଉ ଓ ବିଲୁଆଙ୍କର ପୂର୍ବ ଯୋଜନା ଅନୁଯାୟୀ ସେମାନେ ଓଟକୁ ଖାଇବା ପାଇଁ ଷଡ଼ଯନ୍ତ୍ର କଲେ, ଆଉ ସେ ଷଡ଼ଯନ୍ତ୍ରରେ ଆପେ ଆପେ ଫସିଗଲା ଓଟ। ଜାଣିଲେ ମହାରାଜ, ବଣରେ ଯେତେ ପଶୁପକ୍ଷୀ ଥିଲେ ସମସ୍ତେ ବଣ ଛାଡି ପଳେଇଛନ୍ତି, ଆଉ ଜଣେ ବି କେହି ନାହାନ୍ତି। ଏବେ ଏବେ କଣ କରିବା? କଣ ଆଉ କରିବା? ଏଣିକି ତ ଭୋକ ଉପାସରେ ମରିବାକୁ ହବ। ମୋର କାହିଁ ଆଉ ବେଶୀ ଦିନ ଲାଗୁନି। ଇଏ କି କଥା କହୁଛନ୍ତି ମହାରାଜ? ମୁଁ ଥାଉ ଥାଉ ଆପଣ ଭୋକରେ ମରିବେ? ଅସମ୍ଭବ। ଆପଣ ମତେ ଖାଇଦିଅନ୍ତୁ। ଇଏ କଣ କହୁଛ ମିତ୍ର? ସେ ଠିକ କହୁଛନ୍ତି ମହାରାଜ। ଆମେ ବା ମୈତ୍ର। ଆମେ ଥାଉ ଥାଉ ଆପଣ କଷ୍ଟ ପାଇବେ। ଆମେ ସହିବୁ କେମିତି? ଜୀବନ ସାରା ଆପଣ ଆମକୁ ଖାଦ୍ୟ ଖୁଆଇ ବଞ୍ଚାଇଛନ୍ତି, ଆଉ ଆଜି ଏ ଦୁର୍ଦିନରେ ଆମେ ଆପଣଙ୍କୁ ଛାଡ଼ିଦେବୁ? ଆପଣ ବିଲୁଆ ମୈତ୍ରଙ୍କୁ ଛାଡ଼ନ୍ତୁ ମହାରାଜ, ଆଗ ମତେ ଖାଇଦିଅନ୍ତୁ। ଏ କଥା ଯେ ଓଟକୁ ଫସେଇବା ପାଇଁ ଥିଲା, ତାହା ଓଟ ବୁଝିପାରିଲାନି। ସେ ଦେଖିଲା ସମସ୍ତେ ଯେତେବେଳେ ବାହାଦୁରୀ ନେବାକୁ ଚାହୁଁଛନ୍ତି, ସେ କାହିଁକି ପଛରେ ରହିବ? ସେ ବି ସିଂହ ମହାରାଜଙ୍କୁ ତାକୁ ଖାଇବା ପାଇଁ ଅନୁରୋଧ କଲା। ଦେଖନ୍ତୁ ମହାରାଜ, ମୁଁ ହେଲି ସବୁଠୁ ବଡ ପ୍ରାଣୀ। ମତେ ମାରିଦେଲେ ଆପଣ 3 ଜଣ ଅତି କମରେ 4-5 ଦିନ ଚଳିଯିବେ। ତେଣୁ ମତେ ଖାଇବା ବ୍ୟବସ୍ଥା କରନ୍ତୁ। ନା ନା, ଇଏ କେମିତି କଥା କହୁଛ ମିତ୍ର? ଏଥିରେ ଅସୁବିଧା କଣ ଅଛି ମହାରାଜ? ସେ ତ କିଛି ଭୁଲ କହୁନାହାନ୍ତି। ଆରେ, ମୁଁ କିଛି ଭୁଲ ଭାଲ କହିଦେଲି କି? ଆଉ ଚିନ୍ତା କରନ୍ତୁନି ମହାରାଜ, ଏଥିରେ କିଛି ପାପ ହବନି। ଓଟ ଭାଇ ଆପେ ଆପେ ରାଜି ହେଇଛନ୍ତି। ଆମେ କଣ ତାଙ୍କୁ ବାଧ୍ୟ କରିଥିଲେ? ହଉ, ଠିକ ଅଛି ତାହେଲେ। हे भगवान, बचाओ मते, बचाओ! बचाओ! ଗୋଟିଏ ବଣରେ ସିଂହ, କାଉ ଏବଂ ବିଲୁଆ ସାଙ୍ଗ ହୋଇ ରହୁଥିଲେ। 3 ଜଣଙ୍କ ଭିତରେ ଥିଲା ବହୁତ ଭଲ ବନ୍ଧୁତା। ଜଣେ ଅନ୍ୟ ଜଣଙ୍କୁ କ୍ଷଣେ ନ ଦେଖିଲେ ରହିପାରୁନଥିଲେ। ସିଂହ ଶିକାର କରି ଆଣେ, ବିଲୁଆ ଆଉ କାଉ ତାକୁ ଆରାମରେ ଖାଆନ୍ତି। ସେ ଦୁହିଁଙ୍କୁ କିଛି କାମ କରିବାକୁ ପଡ଼ିନଥାଏ। କେବଳ ସିଂହର ଚାଟୁକାରିତା କରୁଥାନ୍ତି ଦିନସାରା। ଆରେ ଭାଇମାନେ, କୁଆଡେ ଗଲ? ଆସ, ଆରେ ଆସ, ଦେଖ ବଢିଆ ଜିନିଷଟେ ଆଣିଛି। ମୈତ୍ରେ, କଣ ଆଣିଛ ବା? ମୈତ୍ର, ଆସିଲନି କି? ଏଇ ନିଅ, ଖାଅ, ପେଟ ପୂରେଇ ଖାଅ। ତମେ ଥିବା ଯାଏ ଆମର ଆଉ ଚିନ୍ତା କଣ ମ? ଆମେ ଦିନ ରାତି ଖାଲି ମଉଜ କରିବୁ। ହଁ, ପଶୁପକ୍ଷୀଙ୍କର ଆଉ ଚିନ୍ତା କଣ ଯେ? ପେଟକୁ ଗଣ୍ଡାଏ ଦାନା ମିଳିଲେ କଥା ସରିଲା। ଯେପର୍ଯ୍ୟନ୍ତ ମହାରାଜ ଅଛନ୍ତି, ଆମେ କାହିଁକି କଣ ଚିନ୍ତା କରିବୁ? ହେଲେ କାଲି ସକାଳେ ଯଦି ମହାରାଜ ଆମ ହାତ ଛାଡ଼ିଦେବେ, କଣ କରିବା କହିଲ? ଆରେ ବାବା, ଆଜି କଥା ଆଜି ଚିନ୍ତା କର। ବର୍ତ୍ତମାନ ବଞ୍ଚିବା ଶିଖ। ଭବିଷ୍ୟତ କଥା ଚିନ୍ତା କରନି। ହେଲେ ଗୋଟେ କଥା ମନେ ରଖ, ଯେ ପର୍ଯ୍ୟନ୍ତ ମୁଁ ଅଛି, ସେ ପର୍ଯ୍ୟନ୍ତ ତମର କୌଣସି କ୍ଷତି ହବ ନାହିଁ।
ସିଂହରାଜା ପ୍ରତ୍ୟେକ ଦିନ ଶିକାର କରିବାକୁ ବଣ ଭିତରକୁ ଯାଆନ୍ତି। ତାଙ୍କର ଦିନେ ହାତୀ ଶିକାର କରିବାକୁ ଇଚ୍ଛା ହେଲା। ଯୋଗକୁ ହାତୀଟିଏ ବି ମିଳିଗଲା। ହେଲେ ହାତୀକୁ ଶିକାର କରିବା ବେଳେ ସିଂହରାଜ ଆହତ ହେଲେ। ତାଙ୍କର ଗୋଟିଏ ବହୁତ ବଡ଼ ଖଣ୍ଡିଆ ହେଲା, ଯୋଉଟା ଜମା ଶୁଖିଲାନି। ମୈତ୍ର, ତମେ ମାନେ ଦେଖିପାରୁଛ ନା ଏ ଘାଟା କେମିତି ଦିନକୁ ଦିନ ବଢିବାରେ ଲାଗିଛି। ମତେ ଲାଗୁଛି ଏ ଘା ଆଉ ଶୁଖିବନି। ହେଲେ ମୁଁ ଗୋଟେ କଥା ଶୁଣିଛି, ଏମିତି ଖଣ୍ଡିଆ ପାଇଁ ଯଦି ଓଟ ମାଂସ ଖାଇପାରିବେ ତାହେଲେ ଘାଟା ଜଲ୍ଦି ଭଲ ହେଇଯିବ। ହେଲେ ଏଇଟା ତ ବଣ, ଓଟ ଏଠି କୋଉଠି ମିଳିବ? ତା ଛଡା ଏ ଘାଟା ହବା ପରେ ମୋର ବି ଆଉ ଶିକାର ପାଇଁ ବଳ ପାଉନି। ବ୍ୟସ୍ତ ହୁଅନ୍ତୁନି ମହାରାଜ, ମୁଁ କାଲି ଆପଣଙ୍କୁ ଓଟ ମିଳିବ କି ନାହିଁ କହୁଛି। କୋଉଠୁ ମିଳିବ ଯେ? ମୋର କାହିଁକି ଅସମ୍ଭବ ମନେ ହେଉଛି। କାଉ ଓଟ ସାଙ୍ଗରେ ପୁରା ମିଶିଯାଏ, ଆଉ ତାକୁ ସତ ମିଛ କହି ତା ସାଙ୍ଗରେ ବନ୍ଧୁତା ସ୍ଥାପନ କରେ। ଜାଣିଛ, ଏ ବଣର ରାଜା ହେଉଛନ୍ତି ସିଂହ ମହାରାଜ। ମୁଁ ଆଉ ବିଲୁଆ ହଉଛୁ ତାଙ୍କର ଖାସ ସାଙ୍ଗ। ଆଜି ତମେ ମୋର ସାଙ୍ଗ ହେଇଗଲ, ତେଣୁ ସେମାନେ ବି ତମର ସାଙ୍ଗ ହେଇଯିବେ। ହେଲେ ସିଂହକୁ ଦେଖିଲେ ତ ମତେ ଭାରି ଡର ମାଡେ। ସେ ତ ଦେଖିବା ମାତ୍ରେ ମତେ ଖାଇଦେବେ। ତମେ ଯୋଉ କଥା କହୁଛ ନା, ସେମିତି ହେଇଥିଲେ ମହାରାଜ ତ ଆମ 2 ଜଣଙ୍କୁ ବି ମାରି ଖାଇ ଦେଇଥାନ୍ତେ। ଶୁଣ, ମହାରାଜଙ୍କ ପାଖରେ ରହିଲେ ତମକୁ ବଣର ଅନ୍ୟ ପଶୁମାନେ ଆଖି ଉଠେଇ ଚାହିଁବାକୁ ସାହସ ବି କରିବେନି, ବୁଝିଲ? ସତ କଥା ତ, ମୁଁ ଏକଥା ଆଗରୁ କେବେ ଚିନ୍ତା କରିନଥିଲି। ଓଟକୁ ଧରି କାଉ ଯାଇ ପହଞ୍ଚିଲା ସିଂହ ମହାରାଜଙ୍କ ପାଖରେ।